ମୁଁ ବର୍ତ୍ତମାନ ନୂଆ ନୂଆ ବିବାହ କରିଥିଲି ଏବଂ ବିବାହର ଗୋଟିଏ ଦିନ ପରେ ମୋର ସ୍ୱାମୀଙ୍କୁ କିଛି କାମ ପାଇଁ ଅନ୍ୟ ଦେଶକୁ ଯିବାକୁ ପଡ଼ିଲା। ମୋର ସ୍ୱାମୀ ଗଲା ପରେ ମୁଁ ଏକୁଟିଆ ଥିଲି ଏବଂ ମୋର ଶ୍ୱଶୁର ସବୁଦିନ ରାତିରେ ମୋ ସହିତ। ମୋର ନାଁ ହେଉଛି ପ୍ରିୟଙ୍କା। ମୋର ବୟସ 21 ବର୍ଷ। ମୁଁ ଏକ ଗରିବ ପରିବାରର ଥିଲି। ମୋର ମା ଲୋକଙ୍କ ଘରେ କାମ କରୁଥିଲି ଏବଂ ମୋର ବାପା ଏକ ରିକ୍ସା ଚଲାଉଥିଲି। ମୋର ଏକ ସାନ ଭଉଣୀ ଥିଲା ଯିଏକି 4th କ୍ଲାସରେ ପଢ଼ୁଥିଲି। ଯଦିଓ ଆମର ପରିବାର ଗରିବ ଥିଲେ କିନ୍ତୁ ଆମେ ପରସ୍ପର ସହିତ ବହୁତ ଖୁସି ଥିଲୁ କାରଣ ମୁଁ ବହୁତ ସୁନ୍ଦର ଥିଲି। ତେଣୁ ଆମର ସମ୍ପର୍କମାନେ ମୋତେ ସେମାନଙ୍କର ପୁଅମାନଙ୍କ ପାଇଁ ବିବେଚନା କରୁଥିଲି। ମୋର ପିଲାଦିନ ମୁଁ ବାଧା ଦେଇଥିଲି କିନ୍ତୁ ମୋର ବାପା ଚାହୁଁଥିଲି ଯେ ମୁଁ ଏକ ଧନୀକରେ ବିବାହ କରିବି ଯେଉଁଠାରେ କି ମୁଁ ରାଣୀ ଭାବରେ ରହିବି। ଦିନେ ମୋତେ ବହୁତ ଭଲ ପରିବାରର ସମ୍ପର୍କ ଆଣିଥିଲି କିନ୍ତୁ ଯେତେବେଳେ ମୋର ବାପା ବିବାହ ବିଷୟରେ ପଚାରିଥିଲେ ତାଙ୍କ ପରିବାରର ଯେତେବେଳେ ମୁଁ ଚାରିଆଡ଼େ ଖୋଜିଲି ଲୋକଙ୍କର ବ୍ୟବସାୟ କ'ଣ ମୁଁ ଜାଣିପାରିଲି ନାହିଁ। ତାପରେ ଦିନେ ସେମାନେ ଆମର ଘରକୁ ଆସିଲେ ଏବଂ ମୋର ଶାଶୁ ଏହାକୁ ପିନ୍ଧିବା ପରେ ମୋତେ ପସନ୍ଦ କରିନେଲେ। ସେ ମୋର ହାତରେ 10,000 ଟଙ୍କା ରଖିଥିଲେ। ମୋର ମା ଏବଂ ବାପା ଏହି ସମ୍ପର୍କକୁ ନେଇ ବହୁତ ଖୁସି ଥିଲେ ଏବଂ ମୁଁ ବୁଝିପାରିଲି ନାହିଁ କାହିଁକି ଏତେ ଧନୀ ଥିଲେ ମଧ୍ୟ ସେମାନେ ଆମ ପରି ଗରିବ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ। ବହୁତ ବଡ଼ ଲୋକ ସହିତ ମୁଁ ବିବାହ କରିଥିଲି। ଏପରି ବିବାହ ପ୍ରତ୍ୟେକ ଝିଅର ସ୍ୱପ୍ନ ହିଁ ହୋଇଥାଏ। ମୁଁ ତାପରେ ଚାଲିଗଲି ଏବଂ ମୋର ଶାଶୁ ଘରକୁ ଆସିଲି। ଏହା ମୋର ବିବାହର ପ୍ରଥମ ରାତି ଥିଲା ଏବଂ ମୁଁ ବହୁତ ନର୍ଭସ୍ ହୋଇଯାଇଥିଲି। ତାପରେ ମୋର ଶାଶୁ ଆସିଥିଲେ, ମୋର କୋଠରୀ ଦେଖାଇଥିଲେ ଏବଂ ମୋତେ ବୁଝାଇବାକୁ ଲାଗିଲେ। ତାଙ୍କର ଶବ୍ଦରୁ ଲାଗିଲା ଯେ ସେ ବହୁତ ସୁନ୍ଦର ମହିଳା ଅଟନ୍ତି। ତାପରେ ମୁଁ ଭାବିବାକୁ ଲାଗିଲି ଯେ ମୁଁ ମୋର ଶାଶୁଙ୍କ ବିଷୟରେ ଭୁଲ ଚିନ୍ତା ହିଁ କରୁଛି। ବୋଧହୁଏ ଏହି ଲୋକମାନଙ୍କର ଟଙ୍କା ପାଇଁ ଲୋଭ ନାହିଁ, ଯାହାକି ବହୁତ ସୁନ୍ଦର ଏବଂ ଭଲ ଥିଲା। ମୋର ଶାଶୁ 1 ଗ୍ଲାସ କ୍ଷୀରକୁ କୋଠରୀରେ ଛାଡ଼ି ଦେଇଥିଲେ। କିଛି ସମୟ ମଧ୍ୟରେ ମୋର ସ୍ୱାମୀ ଜାଗର ମଧ୍ୟ କୋଠରୀକୁ ଆସିଗଲେ ଆଉ ଆସି ମୋର ପାଖରେ ବସିଥିଲେ ଏବଂ ସେ ମୋର ଆବରଣ ଉଠାଇଲେ। ମୋର ମୁହଁକୁ ଦେଖି ସେମାନେ ମୋତେ ପ୍ରଶଂସା କରିବାକୁ ଲାଗିଲେ। ମୋର ସ୍ୱାମୀ ମୋତେ ସବୁକିଛି ଦେଲେ, ଯାହାକି ପ୍ରତ୍ୟେକ ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ଚାହାନ୍ତି। ଆମର ବିବାହର ମାତ୍ର 11 ଦିନ ବିତିଗଲା। ତାପରେ ମୁଁ ଜାଣିଗଲି ଯେ ଜାଗର ବାହାର ଦେଶରେ କିଛି କାମ କରୁଥିଲେ ଏବଂ ସେ କେବଳ ବିବାହ ପାଇଁ ହିଁ ଛୁଟି ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଫେରିବାକୁ ମନା କରିଦେଲେ। ସେ କହିଥିଲେ ଯେ ବର୍ତ୍ତମାନ ମୁଁ ଏବେ ଏକୁଟିଆ ଯାଉଛି କିନ୍ତୁ କିଛି ସମୟ ପରେ ସେ ମୋତେ ମଧ୍ୟ ଡାକି ନେଇଯିବେ। ଜାଗରଙ୍କର ଏହି ଶବ୍ଦ ଶୁଣି ମୁଁ ଆରାମ ଅନୁଭବ କଲି। ପରଦିନ ସକାଳେ ମୋର ସ୍ୱାମୀ ବିଦେଶ ଚାଲିଯାଇଥିଲେ ଏବଂ ବର୍ତ୍ତମାନ ଏହା କେବଳ ମୁଁ ଏବଂ ମୋର ଶ୍ୱଶୁର ହିଁ ଘରେ ଥିଲୁ। ମୋର ଶ୍ୱଶୁର ଜଣେ ଅତି ସରଳ ଲୋକ ଥିଲେ। ସେ ସବୁବେଳେ ପୂଜାରେ ନିୟୋଜିତ ହୋଇଯାଉଥିଲେ। ମୁଁ ସବୁବେଳେ ଭାବୁଥିଲି ଯେ ମୋର ବହୁତ ଭଲ ଶ୍ୱଶୁରଟେ ମଧ୍ୟ ଅଛି। ସମୟ ଧୀରେ ଧୀରେ ଗତି କରୁଥିଲା ଏବଂ ବର୍ତ୍ତମାନ ମୋର ସ୍ୱାମୀ ଚାଲିଯିବାର 4 ବର୍ଷ ବିତିଗଲା। ମୋର ସ୍ୱାମୀ ସମୟ ସମୟରେ ଆସୁଥିଲେ ଏବଂ ଯାଉଥିଲେ କିନ୍ତୁ ମୋର ଏପର୍ଯ୍ୟନ୍ତ କୌଣସି ସନ୍ତାନ ହିଁ ନଥିଲା। ମୋର କୋଠରୀ ମୋର ଶ୍ୱଶୁରଙ୍କ ଠାରୁ ଅଳ୍ପ ଦୂରରେ ହିଁ ଥିଲା। ଦିନେ ରାତିରେ ମୁଁ ଯେତେବେଳେ ମୋ ରୁମ୍ରେ ଶୋଇଥିଲି ମୋର ଶ୍ୱଶୁରଙ୍କର କୋଠରୀରୁ ଚିତ୍କାର କରୁଥିବାର ମୁଁ ଶବ୍ଦ ଶୁଣିବାକୁ ପାଇଲି। ମୁଁ ମୋର ମାନସିକ ଅବସ୍ଥା ଉପରେ ସନ୍ଦେହ କରିବାକୁ ଲାଗିଲି। ମୁଁ ପାଗଳ ହୋଇଯାଇଛି କି ନାହିଁ? ସାଧାରଣତଃ ରାତିରେ ଝିଅମାନଙ୍କର ଚିତ୍କାର ଶବ୍ଦ ଶ୍ୱଶୁରଙ୍କର କୋଠରୀରୁ ହିଁ ଆସିବ। ଲାଗୁଥିଲା କି ଯେପରି ସେମାନଙ୍କର ବିରୋଧରେ ଅତ୍ୟାଚାର କରାଯାଉଛି। କେହି କେହି ସେମାନଙ୍କ ସହିତ କିଛି ଭୁଲ କାମ କରୁଛନ୍ତି। କିନ୍ତୁ ଯେତେବେଳେ ମୁଁ ସେଠାକୁ ଯାଇ ଦେଖିଲି ସେ ଝିଅମାନେ ଶାନ୍ତିରେ ହିଁ ଶୋଇଥିଲେ। ଦିନେ ଚିତ୍କାରର ଶବ୍ଦ ଅତି ଜୋରରେ ଥିଲା ଯେ ମୋର କେଶ ଶେଷରେ ଠିଆ ହୋଇଗଲା। ମୁଁ ଯେତେବେଳେ କମ୍ବଳ କାଢ଼ିଲି ତ ଖଟ ଉପରେ ରକ୍ତ ଥିଲା। ତାପରେ ମୋ ହାତରେ କିଛି ବୁନ୍ଦା ମଧ୍ୟ ରକ୍ତ ପଡ଼ିଗଲା ଏବଂ ମୁଁ ଯେତେବେଳେ ବିଛଣା ଆଡ଼କୁ ଥରି ଥରି ଦେଖିଲି ମୋର ଆତ୍ମା ଖାଲି କମ୍ପିବାକୁ ଲାଗିଲା। ଦିନ ଶେଷରେ ସେମାନେ ଭୋଜନ ପ୍ରସ୍ତୁତ କରିବାରେ ବ୍ୟସ୍ତ ହୋଇଯାଉଥିଲେ। ଯେତେବେଳେ 3 ଝିଅ ଘରେ ପ୍ରବେଶ କଲେ ମୋତେ ଦେଖି ମୋର ଶ୍ୱଶୁର କହିବା ଆରମ୍ଭ କଲେ ଯେ ପ୍ରିୟଙ୍କା, ଆଜି ଏହି ଝିଅମାନେ କେବଳ ଆମ ସହିତ ରାତ୍ରି ଭୋଜନ କରିବେ।
ଆପଣ ସେମାନଙ୍କ ପାଇଁ ଏକ ସୁନ୍ଦର ଭୋଜନଟିଏ ପ୍ରସ୍ତୁତ କରନ୍ତୁ। ମୋର ଶ୍ୱଶୁରଙ୍କଠାରୁ ଏହା ଶୁଣି ମୁଁ ମୁଣ୍ଡ ହଲାଇଲି ଆଉ ପଚାରିଲି ଯେ ଏହି ଝିଅମାନେ କିଏ? ମୁଁ ଆଜି ପର୍ଯ୍ୟନ୍ତ ତ ସେମାନଙ୍କୁ କେବେ ବି ଦେଖିନଥିଲି। ସେ ନିରୀହ ଝିଅମାନଙ୍କର ବୟସ 9ରୁ 10 ବର୍ଷ ମଧ୍ୟରେ ହିଁ ଥିଲା। ସେ ଝିଅମାନଙ୍କୁ ଛାତିରେ ଧରି ସେମାନଙ୍କୁ ଭଲ ପାଇ ସେ କହିଲା, ଏମାନେ ହେଉଛନ୍ତି ଅନାଥ ଝିଅ, ଗରିବ ଲୋକ ବହୁତ ଭୋକିଲା ଅଟନ୍ତି। ତେଣୁ ମୁଁ ସେମାନଙ୍କୁ ମୋ ସାଙ୍ଗରେ ହିଁ ଘରକୁ ଆଣିଛି। ତୁମେ ସେମାନଙ୍କ ପାଇଁ ଏକ ଭଲ ଭୋଜନଟିଏ ପ୍ରସ୍ତୁତ କର। ସେମାନେ ଆଜି ଆମ ସହିତ ଭୋଜନ ମଧ୍ୟ ପ୍ରସ୍ତୁତ କରିବେ। ମୁଁ ଜାଣେ ନାହିଁ ଏହି ଗରିବ ଝିଅମାନେ କେତେ ଦିନ ଭୋକରେ ଅଛନ୍ତି। ଏହି ଶବ୍ଦଗୁଡ଼ିକ ମୋର ହୃଦୟରେ ସେହି ଝିଅମାନଙ୍କ ପ୍ରତି ସହାନୁଭୂତି ଜାଗ୍ରତ କଲା। ସେହି ମୁହୂର୍ତ୍ତରେ ମୋର ଶ୍ୱଶୁରଙ୍କ ପ୍ରତି ପ୍ରେମ ଆହୁରି ମୋତେ ବଢ଼ିଗଲା। ସେ ଜଣେ ଭଲ ଲୋକ ଥିଲେ ଏବଂ ସମସ୍ତଙ୍କ ପାଇଁ ଭଲ ମଧ୍ୟ ଥିଲେ। ମୁଁ କିନ୍ତୁ ରୋଷେଇ କରିବାକୁ ଗଲି ଏବଂ ଶୀଘ୍ର ସେ ଝିଅମାନଙ୍କ ପାଇଁ ରୋଷେଇ କରିବା ଆରମ୍ଭ କଲି। ସବୁକିଛି ସଜାଡ଼ିବା ପରେ ଆମେ ରାତ୍ରି ଭୋଜନ ପୂର୍ବରୁ କିଛି ସମୟ ଶୋଇବାକୁ ଚାଲିଗଲୁ। ସେ ଝିଅମାନେ ଭୋକିଲା ଥିଲେ। କିଏ ଜାଣନ୍ତି ଯେ ସେ କେତେଦିନ ଭୋକିଲା ହୋଇଥିଲେ। ସେ ଏତେ ଶୀଘ୍ର ଖାଉଥିଲେ ଯେ କାମୁଡ଼ା ତା ପାଟିରୁ ଖସି ଯାଉଥିଲା। ମୁଁ ତାଙ୍କୁ ମୋ ପାଖରେ ବସିବାକୁ କହିଲି ଏବଂ ମୁହଁ ସଫା କରିବା ବେଳେ ତାଙ୍କୁ ନିଜର ହାତରେ ହିଁ ଖାଇବା ଦେବା ଆରମ୍ଭ କଲି। ମୋର ବିନା ପଡ଼ିବା ବେଳେ ପିଲାମାନେ କେତେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯେତେବେଳେ ମୁଁ ଭୋକିଲା ଥିଲି, ମୁଁ କିନ୍ତୁ ଜାଣେ ନାହିଁ ସେ ବହୁତ ନିରୀହ ଥିଲେ ଏବଂ ଭୟଭୀତ ଦେଖାଯାଉଥିଲେ। ଭୋଜନ ସରିବା ପରେ ମୁଁ ଶ୍ୱଶୁରଙ୍କୁ ପଚାରିଲି, ଝିଅମାନଙ୍କ ଘର କେଉଁଠାରେ? ସେମାନଙ୍କୁ ସଂଗ୍ରହ କରିବାକୁ କେହି ଆସିବେ କି? ମୋର ଏହି ପ୍ରଶ୍ନ ଉପରେ ଶ୍ୱଶୁର ପୁରା ଚିନ୍ତାଗ୍ରସ୍ତ ହୋଇଗଲେ ଏବଂ ଦୁଃଖରେ କହିଲେ, କ'ଣ ହେଲେ ବୋହୂ, ଗରିବ ଅନାଥ ଝିଅମାନେ ଯଦି ଆମ ଘରେ 2ଟି ଯାନ ଅଟକିଯାଏ ତେବେ ଏହାର କାରଣ ପାର୍ଥକ୍ୟ ହେବ କି? କିଏ ଜାଣେ କି ସେମାନଙ୍କର ଆଶୀର୍ବାଦ ସତ ହୋଇପାରେ ଏବଂ ତୁମର ଗର୍ବ ମଧ୍ୟ ଶୀଘ୍ର ପୂର୍ଣ୍ଣ ହୋଇଯିବ। ମୁଁ ମୋର ଶ୍ୱଶୁରଙ୍କର କଥା ଶୁଣିବା ପରେ ଦୀର୍ଘ ନିଶ୍ୱାସ ଛାଡ଼ିଲି। ମୋର ଶ୍ୱଶୁରଙ୍କର କଥା ଶୁଣିବା ପରେ ମୁଁ ବହୁତ ଦୁଃଖିତ ହୋଇଗଲି। ଶ୍ୱଶୁର ମଧ୍ୟ ବହୁତ ଭଲ କାମ କରୁଥିଲେ। ସେମାନଙ୍କର ଆଶୀର୍ବାଦ ପାଇବା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। କିନ୍ତୁ ତାଙ୍କର ଶେଷ ଶବ୍ଦ ମୋତେ ପୁଣି ଥରେ ମୋର ଅପାରଗତା ଅନୁଭବ କଲା। ମୋର ବିବାହର 5ରୁ 6 ବର୍ଷ ବିତି ଯାଇଥିଲା, କିନ୍ତୁ ଭଗବାନ ମୋତେ ଏପର୍ଯ୍ୟନ୍ତ ବି ଗୋଟେ ସନ୍ତାନ ଦେଇନାହାନ୍ତି। ମୁଁ ଯେତେବେଳେ ମୋର ଶ୍ୱଶୁରଙ୍କର କୋଠରୀରୁ ବାହାରକୁ ଆସିଲି, ମୋର ଆଖି ସେ ଝିଅମାନଙ୍କ ଉପରେ ପଡ଼ିଯାଉଥିଲା। ସେମାନଙ୍କର ନିର୍ଦ୍ଦୋଷତାର ପରିମାଣ ଏତେ ଥିଲା ଯେ ଛୋଟ ଝିଅମାନେ ଭୂମିରେ ହିଁ ଶୋଉଥିଲେ। ଏହି ମାସରେ ବହୁତ ଗରମ ମଧ୍ୟ ହେଉଥିଲା। ପ୍ରବଳ ସୂର୍ଯ୍ୟକିରଣ ଯୋଗୁଁ ପ୍ରାଙ୍ଗଣ ଦିନସାରା ଗରମ ହିଁ ରହିଥିଲା। ସେହି ମୁହୂର୍ତ୍ତରେ କିଛି ଥଣ୍ଡା ପବନ ପ୍ରଭାବିତ ହୋଇଗଲା। ପ୍ରାଙ୍ଗଣର ଚଟାଣ ମଧ୍ୟ ଗରମ ହିଁ ଥିଲା। କିନ୍ତୁ ମୁଁ ଜାଣେ ନାହିଁ ସେ ଝିଅଟି କେତେ କ୍ଳାନ୍ତ ଥିଲା ଯେ ବିଶ୍ୱସ୍ତ ଭାବରେ ଶୋଇଥିଲା। ତାଙ୍କୁ ଏହିପରି ଭୂମିରେ ପଡ଼ିଥିବାର ଦେଖି ମୋର ହୃଦୟରେ କିଛି ଘଟିବାକୁ ଲାଗିଲା। ମୁଁ ସାଙ୍ଗେ ସାଙ୍ଗେ ତାଙ୍କର ନିକଟକୁ ଗଲି। ତାଙ୍କୁ ଜାଗ୍ରତ କରି ମୋ ରୁମ୍ରେ ଶାନ୍ତିରେ ଶୁଆଇଦେଲି। କିନ୍ତୁ ମୋର ଶ୍ୱଶୁରଙ୍କ ଅନୁରୋଧ କ୍ରମେ ମୁଁ ସେହି ଝିଅମାନଙ୍କୁ ତାଙ୍କ କୋଠରୀରେ ହିଁ ଶୁଆଇଦେଲି ଏବଂ ତାପରେ ରୋଷେଇ ଘରକୁ ଚାଲିଗଲି। ତାପରେ ମୋର କାମ ସରିବା ପରେ ମୁଁ ମୋର ରୁମ୍କୁ ଚାଲି ଆସିଲି। ସେତେବେଳେ ହଠାତ୍ ମୋତେ କାନ୍ଦିବାର ଶବ୍ଦ ଶୁଣିଗଲା। ମୁଁ ସାଙ୍ଗେ ସାଙ୍ଗେ ଆଖି ଖୋଲିଲି। କାନ୍ଦିବାର ଆଶ୍ରୟସ୍ଥଳ ବନ୍ଦ ହୋଇଯାଇଥିଲା। ମୁଁ ଭାବିଲି ବୋଧହୁଏ ଏହା ମୋର ଭ୍ରମ ଅଟେ। କିନ୍ତୁ କାନ୍ଦିବାର ଶବ୍ଦ ପୁଣି ଥରେ ଆସିବାକୁ ହିଁ ଲାଗିଲା। ଏଥର ଧ୍ୱନି କ୍ରମାଗତ ଭାବରେ ଆସିଯାଉଥିଲା ଏବଂ ବୃଦ୍ଧି ହେଉଥିଲା। ମୁଁ ସାଙ୍ଗେ ସାଙ୍ଗେ ଉଠିକି ବସି ପଡ଼ିଲି। ଆମ ଘରେ କୌଣସି ପିଲା ବି ଉପସ୍ଥିତ ନଥିଲେ ଏବଂ ମୋର ଏବଂ ଶ୍ୱଶୁରଙ୍କ ବ୍ୟତୀତ ଏଠାରେ କେହି ମଧ୍ୟ ରହୁନଥିଲେ। ମୋର ସ୍ୱାମୀ ଗତ ମାସ ଧରି ଦେଶ ବାହାରକୁ ଯାଇଥିଲେ। କିଛି ସମୟ ପାଇଁ ମୁଁ ଭୟଭୀତ ହେବାକୁ ଲାଗିଲି। କାନ୍ଦିବାର ଶବ୍ଦ କ୍ରମାଗତ ଭାବରେ ଖାଲି ବଢ଼ି ଚାଲୁଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ମୋର ମନରେ ଉତ୍ତେଜନା ଦେଖାଯାଉଥିଲା। ସେଠାରେ ଅନାଥ ଝିଅମାନେ ଅଛନ୍ତି କି ନାହିଁ? ଯେତେବେଳେ ମୋର ମନରେ ଏହି ପ୍ରଶ୍ନ ଉଠିଲା, ମୁଁ ସାଙ୍ଗେ ସାଙ୍ଗେ ମୋର ବିଛଣାରୁ ଠିଆ ହୋଇଗଲି। ସେ ଝିଅମାନଙ୍କୁ ଜିତିବାରେ କ'ଣ ହେଲା? ସେ କାହିଁକି କାନ୍ଦୁଥିଲେ? ଶ୍ୱଶୁର ମଧ୍ୟ ତାଙ୍କ ନିକଟତର ଥିଲେ। ତାହେଲେ ସେ କାହିଁକି ତାକୁ ଚାଟୁନଥିଲେ? ମୁଁ ଶୀଘ୍ର ମୋର ଶ୍ୱଶୁରଙ୍କର କୋଠରୀକୁ ଚାଲି ଯାଉଥିଲି। ଯେତେବେଳେ ମୋର ଶ୍ୱଶୁର ପୂଜା କରୁଥିଲେ, ସେ ମୋତେ ଅନେଇକି କହିଲେ, ବୋହୂ, ତୁମେ ଏପର୍ଯ୍ୟନ୍ତ ଜାଗ୍ରତ କାହିଁକି ଏବଂ ଏଠାକୁ କ'ଣ କରିବାକୁ ଆସିଛ?
ମୋର ଶ୍ୱଶୁରଙ୍କର ପ୍ରଶ୍ନର କୌଣସି ଉତ୍ତର ହିଁ ନଥିଲା। ମୁଁ ଏହି ପ୍ରଶ୍ନକୁ ଏଡ଼ାଇକି କହିଲି, କେବଳ ଝିଅମାନଙ୍କୁ ହିଁ ଦେଖ, ଏହା କିଏ ଥିଲା? ଏହି ସମୟରେ ମୁଁ ବହୁତ ଭୟଭୀତ ଅନୁଭବ କରୁଥିଲି। ମୁଁ ବି ଆଉ ଶୋଇପାରିଲି ନାହିଁ। ତାପରେ ମୁଁ ଭାବିବାକୁ ଲାଗିଲି, ମୁଁ ଉଠି ମୋ ଶାଶୁଙ୍କୁ ପଚାରିଦେବି। ମୁଁ ଆଉ ଶାନ୍ତିରେ ଶୋଇପାରିଲି ନାହିଁ। ଏହି ରହସ୍ୟ କ'ଣ ଥିଲା? କିନ୍ତୁ ମୁଁ କିଛି ବି ବୁଝିପାରିଲି ନାହିଁ। ସକାଳ ସମୟ ହେବାକୁ ଯାଉଥିଲା ଯେତେବେଳେ ହଠାତ୍ କବାଟ ବାଡ଼େଇବାର ଶବ୍ଦ ଶୁଣିଗଲା। ମୁଁ ପୁଣି ଡରିଗଲି। ସର୍ବଶେଷରେ ଏହି ସମୟରେ କିଏ ହୋଇପାରେ? ଯେତେବେଳେ ମୁଁ ନିଜକୁ ଦେଖିବା ପାଇଁ ଉଠି ପଡ଼ିଲି, ମୋର ଶ୍ୱଶୁର ମୋତେ ଅଟକାଇ ନିଜେ କବାଟ ଖୋଲିବାକୁ ଚାଲିଗଲି। ପୁରୁଣା ଛିଣ୍ଡା ହୋଇଥିବା ପୋଷାକ ପିନ୍ଧି ଜଣେ ଫକୀର ସାମ୍ନାରେ ଠିଆ ହୋଇଥିଲି। ତାପରେ ମୋ ଶ୍ୱଶୁରଙ୍କୁ ଦେଖି ଫକୀର ହାତ ବାନ୍ଧି କାନ୍ଦିବାକୁ ଲାଗିଲା ଏବଂ କହିଲା, ତୁମର ବୋଉ ମହାନ ଅଟନ୍ତି। ସେହି ସମୟରେ ମୁଁ ଗୋଟିଏ କଥା ବୁଝିପାରିଲି ନାହିଁ ଯେ ଏହି ଝିଅମାନେ ଗତ ରାତି ପର୍ଯ୍ୟନ୍ତ ନିର୍ଦ୍ଦୋଷ ଥିଲେ। ତାପରେ ସକାଳେ ହେବା ମାତ୍ରେ ସେମାନଙ୍କର ବାପା କେଉଁଠୁ ଆସିଥିଲେ ଏବଂ ମୋର ଶ୍ୱଶୁର ଏହି ଝିଅମାନଙ୍କ ସହିତ କ'ଣ ସମ୍ପର୍କ ଥିଲା? ଦ୍ୱିତୀୟ ଆଶ୍ଚର୍ଯ୍ୟଜନକ ଘଟଣା ଯେ ମୋର ପାଖକୁ ଆସିଲା ଯେ ଝିଅମାନେ ଏକ କଳା ସିଟ୍ରେ ଗୋଡ଼ା ହୋଇ ବାହାରକୁ ଆସିଥିଲେ ଏବଂ ସେମାନଙ୍କ ମୁହଁରେ ଯନ୍ତ୍ରଣାଦାୟକ ଯନ୍ତ୍ରଣା ହେଉଥିଲା, ଯେପରିକି ସେମାନେ ବହୁତ କଠିନ ରାତି ଦେଇ ଗତି କରୁଛନ୍ତି। ମୋର ଶାଶୁ ମୋତେ ରୋଷେଇ ଘରକୁ ଯିବାକୁ କହୁଥିଲେ ଏବଂ ମୁଁ ଚୁପଚାପ ରୋଷେଇ ଘରକୁ ଚାଲିଗଲି। ମୁଁ ଜାଗ୍ରତ ହେବା ମାତ୍ରେ ପ୍ରଥମେ ମୁଁ ଘରର ସମସ୍ତ କାର୍ଯ୍ୟ ମଧ୍ୟ ଶେଷ କରିଦେଇଥିଲି। ଆଜି ବି ଯେତେବେଳେ ମୁଁ ସଫା କରିବା ପାଇଁ ମୋ ଶ୍ୱଶୁରଙ୍କ କୋଠରୀକୁ ଯିବା ଆରମ୍ଭ କରିଦେଇଥିଲି, ସେ ତୁରନ୍ତ ମୋତେ ମନା ହିଁ କରିଦେଇଥିଲି। ସେ କହିଛନ୍ତି, ଆଜି ମୁଁ ନିଜେ ହିଁ ସଫା କରିଦେବି, ତୁମେ ଅନ୍ୟ କିଛି କାମ କରିପାରିବ। ସେହି ଦିନଟି ଅନ୍ୟ ଦିନ ପରି ବହୁତ ବ୍ୟସ୍ତ ହିଁ ଥିଲା। ମୁଁ କାହିଁକି ଅନୁଭବ କଲି ଯେ ସେ ଝିଅମାନେ ଭୟଭୀତ ହିଁ ଥିଲେ। କିନ୍ତୁ ମୁଁ ମୋର ଶ୍ୱଶୁରଙ୍କୁ ସନ୍ଦେହ କରିପାରିବି ନାହିଁ, କାରଣ ସେ ବହୁତ ଭଲ ଲୋକ ଥିଲେ। ସେ ମଧ୍ୟ ଏକ ଗରିବ ପରିବାରର ଝିଅ ଥିଲେ, ଯାହାଙ୍କୁ ଦେଖିବା ପରେ ମୋର ଶ୍ୱଶୁର ମଧ୍ୟ ପସନ୍ଦ କରିଥିଲେ ଏବଂ ଏହି ଝିଅଟି ଆଘାତପ୍ରାପ୍ତ ଥିଲେ। ସେ ଗରିବ ଅନାଥ ଝିଅ ଥିଲେ। ଶ୍ୱଶୁର ମୋତେ ଖାଦ୍ୟ ରାନ୍ଧିବାକୁ କହିଦେଉଥିଲେ ଏବଂ ମୁଁ ଏହାକୁ ରାନ୍ଧିଥିଲି। ତାପରେ ସେ ଝିଅମାନଙ୍କୁ ଖାଇବାକୁ ଦିଅ। ମୁଁ କିନ୍ତୁ ଦେଖିଥିଲି ସେ ଝିଅମାନେ ବହୁତ ଶାନ୍ତ ଥିଲେ। ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲି ଯେ ସେମାନଙ୍କର ମା କିପରି ମୋ ଶ୍ୱଶୁରଙ୍କ ସହିତ ସେମାନଙ୍କୁ ପଠାନ୍ତି। ଆଜି ବହୁତ ଖାଦ୍ୟ ଥିଲା। ଆଜି ମୁଁ ମଧ୍ୟ ସେହି ଝିଅମାନଙ୍କ ସହିତ ରାତ୍ରି ଭୋଜନ କରିବା ପରି ଅନୁଭବ କଲି। ମୁଁ ବର୍ତ୍ତମାନ ଖାଦ୍ୟ ଖାଇବା ଆରମ୍ଭ କରିଥିଲି। ତାପରେ ହଠାତ୍ ମୋର ଶ୍ୱଶୁର କ୍ରୋଧରେ ମୋର ହାତରୁ ଥାଳି ଛଡ଼ାଇ ନେଇଗଲି ଏବଂ ତାପରେ ସେ ତୀବ୍ର ହୋଇ କହିଲେ, ବୋହୂ, ତୁମର କୌଣସି ଆଚରଣ ନାହିଁ କି? ତୁମେ ଅନନ୍ତ ସନ୍ତାନମାନଙ୍କୁ ଖାଇବାକୁ ଦେବ କି? ଏହି ଖାଦ୍ୟ କେବଳ ଝିଅମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ମୁଁ ବହୁତ ଲଜ୍ଜା ଅନୁଭବ କଲି ଆଉ ମୁଁ ଶୀଘ୍ର ଉଠି ସେଠାରୁ ରୋଷେଇ ଘରକୁ ଚାଲିଗଲି। ଯେତେବେଳେ ସେ ରୋଷେଇ ଘରରୁ ବାହାରକୁ ଆସିଲି, ଦେଖିଲି କି ଝିଅମାନେ ଅସୁବିଧାରେ ଅଛନ୍ତି। ମୋର ଶାଶୁ ତାଙ୍କ ନିଜର କୋଠରୀକୁ ନେଇଗଲି ଆଉ ସେଠାରେ ତାଙ୍କର ବିଛଣାରେ ଶୋଇବାକୁ ଲାଗିଲି। ସେ କହିଲେ କି, ବୋହୂ ଦେଖ, ଏହି କାର୍ଯ୍ୟ ପାଇଁ ଭଗବାନ ନିଶ୍ଚିତ ଭାବରେ ମୋତେ ପୁରସ୍କୃତ ହିଁ କରିବେ। ଶୀଘ୍ର ତୁମର ଗୋଳ ହିଁ ଭରିଯିବ। ଏହାପରେ ମୁଁ ମୋର ରୁମ୍କୁ ଆସି ଶୋଇପଡ଼ିଲି। ମୁଁ ମୋର କୋଠରୀକୁ ଆସିବା ମାତ୍ର ଅଧଘଣ୍ଟା ହିଁ ବିତିଥିଲା ଏବଂ ହଠାତ୍ ସେହି ଝିଅମାନଙ୍କର ଚିତ୍କାର ପୁଣି ଥରେ ଶବ୍ଦ ଆସିବାକୁ ଲାଗିଲା। ସେ ଯେମିତି ଚିତ୍କାର କରୁଥିଲା ଯେପରି କେହି ତାଙ୍କୁ ବହୁତ ଆଘାତ ଦେଉଛି। ସେହି ମୁହୂର୍ତ୍ତରେ ମୁଁ ଉଠି ପଡ଼ିଲି ଏବଂ ସେହି ଶବ୍ଦ କ୍ରମାଗତ ଭାବରେ ମୋ ଶ୍ୱଶୁରଙ୍କର କୋଠରୀ ହୋଇ ଆସୁଥିଲା। ମୁଁ ଯେତେବେଳେ କୋଠରୀ ଭିତରକୁ ଦୌଡ଼ିଗଲି, ହଠାତ୍ ସେତିକିବେଳେ କବାଟ ବନ୍ଦ ହୋଇଗଲା। ମୁଁ କବାଟ ବାଡ଼ିବା ଆରମ୍ଭ କଲି। ପ୍ରଥମେ ଶ୍ୱଶୁର ମଧ୍ୟ ଅସୁସ୍ଥ ହୋଇଥିଲେ। ମୁଁ ଭାବିଲି କି ତାଙ୍କ ସହିତ କିଛି ଘଟିଛି। କବାଟ ଖୋଲିବା ପରେ ଶ୍ୱଶୁର ଗାଧୋଇବାକୁ ଚାଲିଗଲି। ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଚାରିବାକୁ ଲାଗିଲି, ବୋହୂ, ଏବେ ପୁଣି ଥରେ କ'ଣ ହେଲା? ତୁମେ ଏତେ ଜୋରେ କବାଟ ବାଡ଼େଇଲ କାହିଁକି? ଏବେ ସକାଳ ହୋଇସାରିଛି କି? ଝିଅମାନେ ଏବେ ଯିବେ କି? ମୁଁ ମୋର ଶ୍ୱଶୁରଙ୍କୁ କହିଲି ଯେ ମୁଁ ଝିଅମାନଙ୍କର କାନ୍ଦୁଥିବାର ଶବ୍ଦ ଶୁଣୁଛି। ସେ ମୋର ପ୍ରଶ୍ନକୁ ଏକ ଅଦ୍ଭୁତ ଢଙ୍ଗରେ ଅଣଦେଖା କରିଦେଇଥିଲେ। କହିଥିଲେ ଯେ ଅଧିକାଂଶ ବୋହୂ ଏବେ ଶୀଘ୍ର ଶୋଇଛନ୍ତି। ଏହା କହି ସେ କବାଟ ବନ୍ଦ କରିଥିଲି। ମୁଁ ମୋର ରୁମ୍ରୁ ପୁଣି ଥରେ ଫେରି ଆସିଲି, କିନ୍ତୁ ଯେତେବେଳେ ବି ମୁଁ ରୁମ୍ ଭିତରକୁ ଗଲି, ଶବ୍ଦ ସେଠାରୁ ବନ୍ଦ ହୋଇଗଲା। ଏହା ମୋର ଭ୍ରମ ଥିଲା କି? ଏପରି କିଛି ଥିଲା ଯାହା ମୋ ଠାରୁ ଲୁଚି ରହିଥିଲା। ମଝିରେ ମଝିରେ ମୁଁ ସାରା ରାତି ଏପରି କଲି।
ଯେତେବେଳେ ସମୟ ଆସିଲା, ଫକୀର ପୁଣି କବାଟକୁ ଆସିଲି। ଶ୍ୱଶୁର ଝିଅମାନଙ୍କୁ ଉଠାଇ ଫକୀର ସହିତ ପଠାଇବା ଆରମ୍ଭ କରିଦେଲି। ଆଜି ମୁଁ ଗୋଟିଏ ଜିନିଷ ଦେଖିଲି ଯେ ଝିଅମାନେ ମଧ୍ୟ ଭୟଭୀତ ହୋଇଥିଲେ ଏବଂ ବହୁତ ବ୍ୟସ୍ତ ବିବ୍ରତ ହୋଇଥିଲେ। ସେ ଝିଅମାନେ କ'ଣ ପାଇଁ ଭୟ କରୁଥିଲେ ମୁଁ ଜାଣି ନପାରି ଫକୀର ସେମାନଙ୍କୁ ଘରକୁ ନେଇଗଲେ। ଏହାପରେ ଶ୍ୱଶୁର ତାଙ୍କର କୋଠରୀକୁ ମଧ୍ୟ ଚାଲିଗଲେ। ଏହା ବର୍ତ୍ତମାନ ଏକ ନୀତିଦିନିଆ ଘଟଣା ହୋଇସାରିଛି ଯେ ଶ୍ୱଶୁର ଝିଅମାନଙ୍କୁ ଘରକୁ ଆଣିବେ ଏବଂ କହିବେ ଯେ ଏହି ଝିଅମାନେ ଅନାଥ ଅଟନ୍ତି ଏବଂ ସେମାନଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟ ସେ ଖାଇବେ ନାହିଁ କିମ୍ବା ମୋତେ ଖାଇବାକୁ ଦେବେ ନାହିଁ। ପ୍ରତିଦିନ ସମାନ ଧ୍ୱନି ହିଁ ଶୁଣାଯାଉଥିଲା। କିନ୍ତୁ ଯେତେବେଳେ ମୁଁ କୋଠରୀକୁ ଯାଇ କମ୍ବଳକୁ ଦେଖି ବାହାର କରିଦେବି, ଏହିପରି ଆଉ କିଛି ବି ଘଟିବ ନାହିଁ। ସେ ଝିଅମାନେ ଶାନ୍ତିରେ ହିଁ ଶୋଇଥିଲେ। ମୋର ଶାଶୁ ଖାଦ୍ୟରେ ଏକ ବିଷାକ୍ତ ଔଷଧ ମଧ୍ୟ ମିଶ୍ରଣ କରିଦେଉଥିଲେ, ଯାହାଫଳରେ ମଧ୍ୟ କେହି ମଧ୍ୟ ଜାଣିପାରୁନଥିଲେ। ଏହି ନୀତିଦିନିଆ ଜିନିଷ ମୋତେ ପାଗଳ କରିଦେଉଥିଲା। ଦିନେ ରାତିରେ ମୁଁ ସ୍ଥିର କରିଥିଲି ଯେ ମୁଁ ଏବେ ନିଶ୍ଚୟ ମରିବି। ସର୍ବଶେଷରେ ମୋର ଶ୍ୱଶୁର ସେ ଝିଅମାନଙ୍କ ସହିତ କ'ଣ କରନ୍ତି, କିନ୍ତୁ ପୂର୍ବରୁ ମୁଁ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଥିଲି। ଝିଅମାନେ କାହିଁକି ରାତିରେ ଚିତ୍କାର କରନ୍ତି ମୁଁ ଜାଣିପାରିଲି ନାହିଁ। ମୋତେ ବିଫଳତାର ସାମ୍ନା ହିଁ କରିବାକୁ ପଡ଼ିଲା। ଆଜି ବି ସେ ତାଙ୍କ ସହିତ 4 ଜଣଙ୍କୁ ଘରକୁ ଆଣିଥିଲା। ରାତିରେ ସେହିଭଳି ଚିତ୍କାର ଶବ୍ଦ କୋଠରୀରୁ ଆସିବା ଆରମ୍ଭ କଲା। ସେହି ମୁହୂର୍ତ୍ତରେ ମୁଁ କବାଟ ପାଖରେ ଠିଆ ହୋଇଗଲି। ପରେ କ'ଣ ହେଲା, ଯେତେବେଳେ ମୋର ଶ୍ୱଶୁର କୋଠରୀରୁ ବାହାରକୁ ଆସିଲେ, ମୁଁ ଏହାର ସୁଯୋଗ ନେଇ ରୁମ୍ରେ ପ୍ରବେଶ କଲି। ମୋର ହୃଦୟ ଜୋରରେ ଆଘାତ କରୁଥିଲା। ପୁରା କୋଠରୀରେ ସବୁଆଡ଼େ ଅନ୍ଧାର ହିଁ ଥିଲା। ତାପରେ ମୁଁ କୋଠରୀରେ ସବୁଆଡ଼େ ଦେଖୁଥିଲି, ମୋତେ ଖାଲି ଅନ୍ଧାର ହିଁ ଦେଖାଯାଉଥିଲା। ତାପରେ ମୁଁ ରୁମ୍ର ଆଲୋକ ଓ ସୁଇଚ୍କୁ ଅନ୍ କରିଦେଲି ଏବଂ ମୁଁ ଯାହା ଦେଖିଲି ତାହା ବହୁତ ଯନ୍ତ୍ରଣାଦାୟକ ହିଁ ଥିଲା। ଜଣେ ଝିଅ ଫ୍ୟାନ୍ରେ ଝୁଲୁଥିଲା ଏବଂ ଦେହ ମଧ୍ୟ ଥଣ୍ଡା ହୋଇଯାଇଥିଲା। ଏସବୁ ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ଅବଶିଷ୍ଟ 3ଟି ଝିଅ କୋଣରେ ଭୟଭୀତ ହୋଇ ବସିଯାଇଥିଲେ। ଏସବୁ ଦେଖିବା ମୋର ଆତ୍ମା ବିଚଳିତ ହୋଇଯାଇଥିଲା। ମୋର ମନରେ ଅନେକ ପ୍ରଶ୍ନ ହିଁ ଚାଲୁଥିଲା। ତାପରେ ମୋର ଶାଶୁ କୋଠରୀ ଭିତରକୁ ଚାଲିଗଲେ ଏବଂ ମୋତେ ଦେଖି ସେ ବହୁତ ବ୍ୟସ୍ତ ବିବ୍ରତ ହୋଇ କହିଲେ, ବୋହୂ, ଏଥିରେ ଆମର ଦୋଷ ନୁହେଁ। ସମଗ୍ର ଦୋଷ ଏହି ଝିଅର ମା ସହିତ ହିଁ ଅଛି। ଏହି ଝିଅଟି ତାଙ୍କର ମା ସହିତ ଖାଇବାକୁ ଦେଇ ମୋତେ କହୁଥିଲା ତାଙ୍କର ସାବତ ମା ତାଙ୍କୁ ଜଣେ ବୃଦ୍ଧଙ୍କୁ ବିବାହ କରୁଛନ୍ତି। ଯଦି ସେ ଆଜି ନିଜର ଜୀବନକୁ ବଳିଦାନ ଦେଇନଥାନ୍ତେ ତେବେ ସେ ତାଙ୍କୁ ବିବାହ ହିଁ କରିନଥାନ୍ତେ। ଏହି ଅତ୍ୟାଚାର ବୋଧେ ନିଜକୁ ରକ୍ଷା କରିବା ପାଇଁ ଏହି ଝିଅ ଜୀବନ ହରାଇ ବସିଲା। ମୋର ଶ୍ୱଶୁରଙ୍କ ଉପରେ ଟିକେ ଡାଉଟ୍ ହେଉଥିଲା। ମୋର ଶ୍ୱଶୁର ସେତେବେଳେ ବହୁତ କାନ୍ଦୁଥିଲେ। ମୁଁ ତାଙ୍କ ଲୁହ ଭଲ ଭାବରେ ହୋଇଥିବାରୁ ଅନୁଭବ କଲି। ଶ୍ୱଶୁରଙ୍କ ତାଙ୍କ ମୋବାଇଲରୁ କାହାକୁ ଡାକିଲେ। ତାପରେ ସେ ପ୍ରତ୍ୟେକ ଘରୁ ବାହାରକୁ ଆସିଲେ। ସେହି ସମୟରେ ମୁଁ ସେହି ଝିଅମାନଙ୍କୁ ପଚାରିଦେଲି ଯାହା କିଛି ଝିଅ ମୋତେ କହୁଥିଲେ। ଏହା ଶୁଣି ମୋର ହୃଦୟ ଭାଙ୍ଗି ଯାଇଥିଲା। ମୁଁ ପୁରା ସତ୍ୟକୁ ଚୁପଚାପ ଶୁଣିବାକୁ ଲାଗିଲି ଏବଂ ଏହାକୁ ମୋର ଫୋନ୍ରେ ରେକର୍ଡିଂ କଲି। ସେହି 2 ଫକୀର ମୃତ ଝିଅକୁ ଏବଂ 3 ଜଣଙ୍କୁ ସାଙ୍ଗରେ ମିଶାଉଥିଲି ଏବଂ ଠିକ୍ ଏହି ସମୟରେ ପୋଲିସ ମଧ୍ୟ ଘର ବାହାରେ ଆସିଥିଲା। ମୋର ହୃଦୟ ଜୋର ଜୋରରେ ଧକ୍ଧକ୍ ହେଉଥିଲା। ମୁଁ ବହୁତ ଡରି ମଧ୍ୟ ଯାଇଥିଲି। ଆମ ଘରେ ଏସବୁ କ'ଣ ଘଟୁଥିଲା ମୁଁ କିନ୍ତୁ କିଛି ବି ବୁଝିପାରୁନଥିଲି। ଶ୍ୱଶୁର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏଠାରେ ବୁଲିବାକୁ ଲାଗିଲେ। ତାପରେ ପୋଲିସ ସେହି ଝିଅମାନଙ୍କୁ ଏବଂ ସେହି ଫକୀରଙ୍କୁ ଧରି ନେଇଥିଲା ଏବଂ ଶ୍ୱଶୁର ମଧ୍ୟ ଦୌଡ଼ିବାକୁ ଲାଗିଲେ, କିନ୍ତୁ ପୋଲିସ ମଧ୍ୟ ତାଙ୍କୁ ଧରି ନେଇଥିଲା। ତାଙ୍କ ଆଡ଼କୁ ଚାହିଁ ମୁଁ ବିଶ୍ୱାସ ମଧ୍ୟ କରିପାରିଲି ନାହିଁ ଯେ ସେହି ସମାନ ଲୋକ ଯେ କେତେ ଧାର୍ମିକ ଥିଲେ ଆଉ ପୂଜା କରୁଥିଲେ। ଶେଷରେ ପୋଲିସ ମୋର ପାଖ ବସି ଲଜ୍ଜାଜନକ ସ୍ୱରରେ ମୋତେ କହୁଥିଲା, ମୁଁ ଖୁସି ଯେ ତୁମେ ଏକ ବଡ଼ ଗ୍ୟାଙ୍ଗ ଧରିଛ ଏବଂ ଦୁଃଖିତ ଯେ ତୁମେ ଏହିଭଳି ଲୋକଙ୍କର ବୋହୂ ହୋଇଛ। ମୁଁ ତଥାପି ଆଶ୍ଚର୍ଯ୍ୟ ହୋଇଯାଉଥିଲି। ମୋର ଶ୍ୱଶୁର ତଥାପି ମୋତେ ଠେଲି ହିଁ ଦେଉଥିଲେ। ମୁଁ ବିଶ୍ୱାସ ମଧ୍ୟ କରିପାରିଲି ନାହିଁ ଯେ ମୋର ଶ୍ୱଶୁର ଏକ ଗ୍ୟାଙ୍ଗ ସହିତ ଜଡ଼ିତ ଥିଲେ, ଯାହାକି ଝିଅମାନଙ୍କୁ ଅପହରଣ କରୁଥିଲା, ହାତ ଓ ଗୋଡ଼ ଭାଙ୍ଗି ସେମାନଙ୍କୁ ଭିକ୍ଷା କରୁଥିଲା। ଯେତେବେଳେ ବି ଶ୍ୱଶୁର ବଜାରକୁ ଯାଆନ୍ତି ସେ ଝିଅମାନଙ୍କୁ ସାଙ୍ଗରେ ନେଇକି ଆସୁଥିଲେ ଏବଂ ତାଙ୍କ ଖାଦ୍ୟରେ ଶୋଇବା ବଟିକା ମିଶ୍ରଣ କରୁଥିଲେ, ଯାହାଫଳରେ କି ସେ ଶୋଇପାରିବେ। ସେ ସେହି ଝିଅମାନଙ୍କୁ ମାଡ଼ ମାରିବା ସହ ବହୁତ ଧମକ ମଧ୍ୟ ଦେଉଥିଲେ ଏବଂ ସେମାନଙ୍କୁ କିପରି ଭିକ ମାଗିବାକୁ ସେ ମଧ୍ୟ ବହୁତ ଭଲ ଭାବରେ କହିଦେଉଥିଲେ।
ସକାଳେ ଆସୁଥିବା ଫକୀର ମଧ୍ୟ ଏହି ଖେଳର ଏକ ଅଂଶ ମଧ୍ୟ ଥିଲେ। ସେ ତାଙ୍କ ସହିତ ଝିଅମାନଙ୍କୁ ନେଇ ଆସୁଥିଲେ। ଯଦି ସେ କାହାକୁ ଫୋନ୍ କଲ୍ କରନ୍ତି ତେବେ ସେ କାହାର ହାତ ମଧ୍ୟ କାଟିଦେବେ ଏବଂ କେହି କାହାର ଗୋଡ଼ ମଧ୍ୟ କାଟିଦେବେ, ଯାହାଦ୍ୱାରା କି ସେମାନେ ଦରିଦ୍ର ହୋଇଯିବେ ଏବଂ ଅଧିକ ଦାନ ମଧ୍ୟ ପାଇବେ। ଆଜି ଯେତେବେଳେ ମୋ ସହ ଫୋନ୍ରେ କଥା ହେଉଥିଲେ ମୁଁ ଜଣେ ଝିଅଠାରୁ ଶୁଣିପାରୁଥିଲି ଯେ ସେହି ଫକୀର ତାଙ୍କର କିପରି ପିଟିବାକୁ ଚାଲି ଯାଉଛନ୍ତି। ସେଇଥିପାଇଁ ଝିଅଟି ପ୍ରଶାସକଙ୍କଠାରୁ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଥିଲା। ଏହା ମଧ୍ୟ ସେ ଭାବି ନେଇଥିଲା। ମୁଁ ତଥାପି ବିଶ୍ୱାସ କରିପାରିଲି ନାହିଁ ଯେ ମୋର ଶ୍ୱଶୁର ହିଁ ଏହି ଖେଳ ଖେଳିପାରନ୍ତି। ମୋର ଶ୍ୱଶୁରଙ୍କ ବିଷୟରେ କ'ଣ ଭାବୁଥିଲି ଏବଂ ସେ କ'ଣ ହେଲା। ବନ୍ଧୁଗଣ, ପ୍ରତ୍ୟେକ ଖରାପ କାର୍ଯ୍ୟରେ ଖରାପ ପରିଣାମ ଅଛି। ତେଣୁ ଖରାପ କାର୍ଯ୍ୟରୁ ଦୂରେଇ ହିଁ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ବଞ୍ଚାନ୍ତୁ। ବନ୍ଧୁଗଣ, ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସମସ୍ତ ପାଖକୁ ସେୟାର କରନ୍ତୁ। ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଏକ ନୂଆ ଭିଡ଼ିଓରେ ଏମିତି ଏକ ସୁନ୍ଦର କାହାଣୀ ସହିତ। ବର୍ତ୍ତମାନ ମୁଁ ରହୁଛି।